चतुरा धीर पानी पत्थर काटे आम घरटा नई सेपटे काउला हेले आंठू गंटी बाठी वो देखी मामू मांगलिक कार्यक्रम सरी जाइछि एबे आरंभ हबो बात्य विचित्रा चला 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 हरिओम शांति ही बोलो विश्वव्यापक अरतत्र सत्य नारायण दमक विद्यारथे बोलो रे मन आनंद एक बार हरि हरि बोला शारदा विद्यारथ बीणापाणी विद्यारथ बोल रे मन प्रेमानंद आनंद एक बार हरि हरि बोला ग्रामर तथा डाटा जजमानर नारायण मंगल विधान करंतु बोल रे मन प्रेमानंद आनंद एक बार हरि हरि बोला परिशेषर
ଆହୁରି ଏକ ବାରେ ମାମୁ ତମ ବାୟକ କାଇଁ ମୋ ଉପରେ ବ୍ୟସ୍ତ ବ୍ୟସ୍ତ ମାମୁ ମୁଁ ଏଇ ଯୋଉ ବୋବେଇଲି ସେ ଖରା ଭାବିଲି ଆଚ୍ଛା ଆଚ୍ଛା ମୁଁ କଣ ଏବେ ବୋବଉଛି ନାଇଁ ନାଇଁ ଯୁଗ ହେଲା 4 ସତ୍ୟ ତ୍ରେତୟା ଦ୍ୱାପର ଏବେ ଚାଲିଛି କଳି 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 ସତ୍ୟ ଯୁଗରେ ମୋର ଗୋଟେ ଜନ୍ମ ଥିଲା କଣ କଣଟା ଥିଲା ଜନ୍ମ ଥିଲା ଶୃଗାଳ ମାନେ ବିଲୁଆର ଧର୍ମ ନବ ବୋଇଲେ ଆଚ୍ଛା ତମେ ମରିବାକୁ ଭଲ ପାଅ ତେଣୁକରି ଭଣଜା ଗପଟପ କରିବା ପାଇଁ ସମୟ ସ୍ୱଳ୍ପ ସମୟକୁ ଆଖି ଆଗ ରଖି ପୁତ୍ର କଳାକାର ହିସାବରେ ଧର୍ମ ମଞ୍ଚରେ ବଞ୍ଚାସୀନ ପାଲାର ପରମ୍ପରା ପାଲା ରୀତି ପାଲା ଭିତ୍ତି ପାଲା ଗୀତି ନୀତିକୁ ଆଖି ଆଗରେ ରଖି ଧର୍ମ ମଞ୍ଚରେ ବଞ୍ଚାସୀନ ହେ ପୁଅ କାହିଁକି ବଞ୍ଚାସୀନ ହରି କଥା ହରି କଥା ଭାତଲୁଗା 4 କଥା କଥା ଆଲୋଚନା ହରିର କଥା ହରିର ଗାଥା ହରିର ଚରିତ ହରିର କଥା ଅମୃତ ଭିତରେ ସମସ୍ତେ ହଜି ଯିବା କାହିଁକି ପୁଅ ଯଜମାନ ମହୋଦୟଙ୍କର ସାମ୍ବରସର କରିତିରେ ହଉଛି ଅନୁଷ୍ଠିତ ହେଉଛି ମାନସ ପର୍ବତ ବାଲା କ୍ଷୁଦ୍ର କଳାକାର ହିସାବରେ ମଞ୍ଚରେ ମଞ୍ଚାସୀନ ହୋଇସାରିଛେ ଦୈନନ୍ଦିନ କର୍ତ୍ତବ୍ୟ ସରିଯାଇଛି ଆମ ପାଖରେ ସମୟ ସ୍ୱଳ୍ପ ନ୍ୟାସନାଲ ପେପର ବାୟକ ସତ୍ୟ ମନ୍ତ୍ର ବଞ୍ଚାସୀନ ଗାଡ଼ି ଚାଲିଥିଲା ଆନନ୍ଦଦାୟକ ଥିଲା ହେଲେ ଗାଡ଼ି କାହିଁକି ହଠାତ୍ ଟ୍ରେନ ଚେନ ପୁଲିଂ କାରଣ କଣ ବାୟକ ବାସଙ୍କୁ ପଚାରି ବୁଝିବା ଆଜିର କାର୍ଯ୍ୟକ୍ରମ କଣ ରଖିଛନ୍ତି କହୁନାହାନ୍ତି ସର୍ବପ୍ରଥମେ ମୋର ସାଧୁସନ୍ଥ ମହୋଦୟ ମାନଙ୍କୁ ମୋର ଗୁରୁଜନ ମାନଙ୍କୁ ଲଘୁଜନ ମାନଙ୍କୁ ମୋର ମାତୃସ୍ଥାନୀୟ ଭଗ୍ନିସ୍ଥାନୀୟ ମା ମନତ କୋଟି ଦଣ୍ଡବତ ହେଉଛି ମାଙ୍ଗଳିକ ଅନୁଷ୍ଠାନ ପବିତ୍ର ରଜନୀ ନାଇଁ ରଜନୀ ଦୀର୍ଘ ସକଳ ପାତ୍ରକୁ ନେଇ ଆମେ ଆମ ଲକ୍ଷ୍ୟପଥର ପଥିକ ନାଇଁ ସଙ୍ଗୀତ ସେବନରେ ପଦାର୍ପଣ କରିବା ପୂର୍ବରୁ ଆମ୍ଭମାନଙ୍କୁ ଜାଣି ରଖିବା ଦରକାର ପ୍ରଥମେ ତାଳ କ୍ରିୟା ଜ୍ୟୋତି ଅଙ୍ଗ ଗ୍ରହ ନକ୍ଷତ୍ର କେତେ ଗୁଡ଼ିକ ମାର୍ଗକୁ ନେଇ ଆମେ ଆମ ଲକ୍ଷ୍ୟପଥର ପଥିକ ଭାଇ ଏଠୁ ମଧ୍ୟ ଲେଶ ମାତ୍ର ତ୍ରୁଟି ହେଲେ କଳା ବିକଳାଙ୍ଗରେ ପରିଚୟ ଦେବ ସେଥିପାଇଁ ଆମ୍ଭମାନଙ୍କୁ ଧୀର ସ୍ଥିର ଭାବରେ ପରିଚାଳିତ କରିବାକୁ ପଡ଼ିବ ଏ ଗ୍ରାମରେ ଗୋଡ଼ି ମାଟି କଳାକାର ନା ନାଇଁ ଆମ ତ କ୍ଷୁଦ୍ର କଳାକାର ମାନେ କ୍ଷୁଦ୍ର ବୋଲେ ପୁରା ଗୁଣ୍ଡ ଆମେ ଏ କକେଇ ତମ ବାୟଣକୁ ଯୋଉ ଚୈତନ୍ୟ ମହାପ୍ରଭୁ 1485 ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ ତାଙ୍କ ପିତାଙ୍କ ନାମ କଣ ଦେଲା କଣ ଥିଲା ଜଗନ୍ନାଥ ମିଶ୍ର ମାତାଙ୍କ ନାମ ସଚୀ ଦେବୀ ନାଇଁ ଆଜ୍ଞା ଜଗନ୍ନାଥ ମିଶ୍ରଙ୍କର କେତୋଟି ସନ୍ତାନ କେତୋଟି ଆଜ୍ଞା 10 ଗୋଟି ସନ୍ତାନ 8 ଗୋଟି ଝିଅ ଆଜ୍ଞା 2 ଗୋଟି ପୁଅ ମନରେ 8 ଗୋଟି ଝିଅ କେହି ବଞ୍ଚି ନଥିଲେ କିନ୍ତୁ 2ଟି ପୁଅ ବଞ୍ଚିଥିଲେ କେସେ ବିଶ୍ୱମ୍ବର ବିଶ୍ୱରୂପ କଣ କହୁଛୁ ଡିସେମ୍ବର ବଞ୍ଚିଥିଲେ ବିଶ୍ୱମ୍ବର ପ୍ରଭୁଙ୍କର ଚୈତନ୍ୟ ମହାପ୍ରଭୁ କେତେ ମାସରେ ଜନ୍ମ ଗ୍ରହଣ କରିଥିଲେ କେତେ ମାସରେ ଆଜ୍ଞା 13 ମାସରେ ଜନ୍ମ କରିଥିଲେ ଦେଖିବା ପ୍ରଭୁ ମୋର 13 ମାସରେ ମାତା ଗର୍ଭରେ କଣ କରୁଥିଲେ କଣ କଲେ ଆସୁ ନାଇଁ ପରମଳା ମଠ ମନ୍ଦ ଅଭିରାମ ପରମହଂସ ଠାକୁର ଗୋଟିଏ ପଦ ନାଇଁ ଆଦ୍ୟ ପ୍ରଭୁ ଜଳ ବିମ୍ବ ହଇଲା ଆଦ୍ୟ ପ୍ରଭୁ ଜଳ ବିମ୍ବ ଆଦ୍ୟ ପ୍ରଭୁ ଜଳ ବିମ୍ବ ହଇଲେ ଦ୍ୱିତୀୟ କମଳ ଚକ୍ର ରହିଲେ ଆଜ୍ଞା ପ୍ରଭୁ ମୋର ମାତା ଗର୍ଭରେ ଜଳ ରୂପରେ ଥିଲେ ଦ୍ୱିତୀୟ କମଳ ଚକ୍ର ରହିଲେ କମଳ ଅର୍ଥ ପଦ୍ମ
ଧନରେ ପଦ୍ମ ଫୁଲ ଭଳି ମାତା ଗର୍ଭରେ ଥିଲେ ରହିଲେ। ତୃତୀୟ ମାସରେ ଅରୁଣ ବାରନା ଅରୁଣ ବାରନା ଅରୁଣ ବାରନା ଅରୁଣ ବାରନା ତୃତୀୟ ମାସରେ ଅରୁଣ ବର୍ଣ୍ଣ ଚତୁର୍ଥର ପିଣ୍ଡ ହେଲା ସଞ୍ଚରଣ ନା ନାଇଁ ଅରୁଣ କିଏ ସେ ସୂର୍ଯ୍ୟ ନା ସୂର୍ଯ୍ୟ ଯେତେବେଳେ ଉଦୟ ହୁଅନ୍ତି ସେଇଭଳି ମାତା ଗର୍ଭରେ ଥିଲେ ଚତୁର୍ଥ ମାସରେ ପିଣ୍ଡ ସଞ୍ଚରଣ ହେଲା ନାଇଁ ଏ ପଞ୍ଚମାସ ପ୍ରଭୁ ପଞ୍ଚପରାଣ ମାସର ହେଲେ ରବି କିରଣ ପଞ୍ଚପରାଣ କଣ ନା ପଞ୍ଚଭୂତର ପ୍ରଭୁ ମୋର ସୃଷ୍ଟି ହେଲେ ପଞ୍ଚଭୂତ ନା ନାଇଁ ଧନ ଫେରାନି ବହୁତ ବୁଝିବାକୁ ପଡିବ ଧନରେ ଷଢ଼ ମାସରେ ରବି କିରଣ ନା ନାଇଁ ସପ୍ତ ମାସ ଅଳସ୍ୟ ହେଲା ହାଙ୍ଗ ଅଷ୍ଟ ମାସରେ ଭୌମ ନବ ମାସରେ ଖେଳନ୍ତି ଉଦରରେ 10 ମାସ ଗର୍ଭ ଯଥା କରେ ଆଉ 3 ମାସେ ସେଇ ଗହମା ଠାକୁର ପରମହଂସ ଠାକୁର କହିଲେ ଏ 10 ମାସ ଏକାଦଶ ପ୍ରବେଶିଲା ଏକାଦଶ ପ୍ରବେଶିଲା ତଥାପି ଗର୍ଭରୁ ପୁତ୍ର ହେଲା ନାହିଁ ନାଇଁ ଏହା ଦେଖି ଜଗନ୍ନାଥ ମହାଭୟ ପାଇ ହୋ ଭୟ ପାଇ କାତରେ ଡାକିଲା ଜଗନ୍ନାଥ ମିଶ୍ର ଡାକିଲେ ହେ ପ୍ରଭୁ କାହିଁକି ଏ ପ୍ରାଣୀ କି କଷ୍ଟ ଦଉଛ ଆପଣ ଶୀଘ୍ର ଭୂମିଷ୍ଠ ହେଇଯାଆନ୍ତୁ ନା ନାଇଁ ଏ ତତ୍ପର 10 ମାସ ପ୍ରବେଶ ହୋଇଲା ଗର୍ଭରେ ଥାଇଲା ଶିଶୁ ବଚନ ଭାସିଲା ଦ୍ୱାଦଶ ମାସର ପ୍ରଭୁ କଥା କହିଲେ ମାତା ଗର୍ଭରେ କହିଲେ ମା ମୁଁ ସେମିତି ଭୂମିଷ୍ଠ ହେବି ନାଇଁ ମ ତମେ ଗୋଟେ କାମ କର କଣ ତମ ଯଦି ଗର୍ଭକୁ ଗୋଟେ କପଡା ଟିକେ ଗିଳିବ ତାହେଲେ ଭୂମିଷ୍ଠ ହେବି ନା ପ୍ରଭୁ କଣ କହିଲେ ପିତ ଦୁକୁଳିଆ ବସନ ଗମତ ଗର୍ଭକୁ କ୍ଷେପଣ କର ଜନନୀ ମାତା କଣ କଲେ ପିତ ଦୁଗୁଳିଆ ବାସନକୁ ଗର୍ଭକୁ କ୍ଷେପଣ କଲେ ପ୍ରଭୁ ମୋର ଭୂମିଷ୍ଠ ହେଲେ ନା ନାଇଁ ନାଇଁ ମ ଭାଇ ମୋର କେତେ ଗୋଟେ ବାଦ୍ୟ ବଜିବାକୁ ନା ନାଇଁ ଧନ ସମସ୍ତେ ଗୋଡି ମାଟି କଳାକାର ବଡ ବଡ ବାୟକ ଭାଇ ମାନେ ମୋର ବସିଛନ୍ତି ତାଙ୍କ ଆଗରେ ମୁଁ ଗୋଟେ କଣ ବାଦ୍ୟ ପରିବେଷଣ କରିବି ଆସିଲା ପୂର୍ବରୁ ଚାଲିଥିଲା ସେ ନାମ ସଂକୀର୍ତ୍ତନ କେଡେ ସୁନ୍ଦର ନାମ ସଂକୀର୍ତ୍ତନ ଚାଲିଥିଲା ଇଟା ଟିକେ ପକେଇଲେ ତଳେ ପଡିବନି କଳାକାର ମୁଣ୍ଡରେ ତେଣୁ କରି ସେଇଆକୁ ଦେଖି ବାବା ଚାଲୁ ବାଦ୍ୟ ଗୋଟେ ପରିବେଷଣ କରିବା ଭାଇଙ୍କ କଥା ରଖିବା ଟିକେ ନା ନାଇଁ ବାଦ୍ୟଟି ହଉଛି ଆଜ୍ଞା ଦ୍ୱାଦଶର ଗଡ଼ ଧନ ଜାତି ହଉଛି 5 ଚତୁରଶ ତ୍ରିଶ ମିଶ୍ର ସଂକୀର୍ଣ୍ଣ ଖଣ୍ଡ ନା ନାଇଁ 30 ଜାତିର ବାଦ୍ୟ ଖଣ୍ଡ ବଜେଇବା ନା ନାଇଁ ଧନରେ ତାଳ ହବ 12 କଳା ହବ 33 ଜାତି ହବ 30 ନା ନାଇଁ 12 ଧରିକି 36 ହବା କଥା ସେ ଗୁଢ କଥା ନା ପଳେଇବେ ସିଆଡେ
ଧନ ହଁ। ଏଠି ପୁରା ସମସ୍ତେ କୀର୍ତ୍ତିନିଆ ଭାଇ ମାନେ ଅଛନ୍ତି ହଁ। କହିବେନି 12 ତାରିଖ 36ଟା କଳା ହବା କଥା ହଁ। 33ଟା କଳା କାହିଁକି ହେଲା କାହିଁକି ହେଲା ଭାଇ ମାନେ ମୋର ଜାଣିଛନ୍ତି ହଁ। କୀର୍ତ୍ତିନିଆ ଭାଇ ମାନେ ଜାଣିନାହାନ୍ତି ଦେଖି ହେ ଧନ ହଁ। ତା ମୋର ଡାକ ତାଳ ହଉଛି 12 12 କି ଧନ ଗଣିରୁ କଣ ରେ ताता तरगड़ जाना थे तीती तरगड़ जाना थे ती खाता ना दे जाना थे जाना 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 दिन 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 ता दे दे ता दे तो गीता धोखा दिन ता धोखा दिन खिता तरगड़ दिन दया ता 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 12 आ होउची तमर ତମ दाना साडे इंजीनियर से लागिलो साडे को जा ସ୍ତ୍ରୀ ମୁଖ ଯାହା କହିଲା ମୁଁ ତମ ସେ କହିବ କହିବ? ହଁ इंजीनियर से लगी गलानी ଲାଗିଲାଣି आउ समय दबानी ନା तो कही दवा ना नहीं दे दे